ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସଂସଦୀୟ କ୍ଷେତ୍ରରେ ଜନସଭା କରି ଭୋଟ ମାଗିଥିଲେ, ଆଜି ସେହି ଅଞ୍ଚଳରେ ପ୍ରଚାର କରି ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଏଥିସହ ମଞ୍ଚ ଉପରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ବିଜେପି ପାଇଁ ଶନିବାର ମୋଦି ଯେଉଁ ବଲାଙ୍ଗୀର ଓ ବରଗଡ଼ରେ ପ୍ରଚାର କରିଥିଲେ, ଦିନକ ପରେ ସେହି ସଂସଦୀୟ କ୍ଷେତ୍ରରେ ଭୋଟ ମାଗିଛନ୍ତି ନବୀନ। ଗୋଟିଏ ଦିନରେ 4ଟି ସ୍ଥାନରେ ଜନସଭା କରିଛନ୍ତି। ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି, ମୁରିବାହାଲ ବଲାଙ୍ଗୀର, କୋଶଳ କଳାମଣ୍ଡପ ବଲାଙ୍ଗୀର। ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କ ନାଁ ନ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ପ୍ରଚାର ମଞ୍ଚ ଉପରୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ନବୀନ ସମ୍ବୋଧନ କରି କହିଛନ୍ତି ଯେ ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ। ବିରୋଧୀ ଦଳର ନେତା ମିଛ କହୁଛନ୍ତି। ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନବୀନଙ୍କ ସହ ପ୍ରଚାରରେ ସାମିଲ ହୋଇ ଭିକେ ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ ଲୋକଙ୍କ ପାଇଁ ନବୀନ କ'ଣ କରିଛନ୍ତି ଓ ଆଗକୁ କ'ଣ କରିବେ ତାର ହିସାବ ରଖିଛନ୍ତି। ଜୁନ୍ 9ରେ ନବୀନ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦାବିକୁ ପୁଣି ଦୋହରାଇଛନ୍ତି। ଶନିବାର କନ୍ଧମାଳ, ବରଗଡ଼, ବଲାଙ୍ଗୀରରେ ପ୍ରଚାର କରି ନବୀନଙ୍କୁ ସିଧାସଳଖ ଆକ୍ରମଣ କରିଥିଲେ ମୋଦି। ସିଧା ବିଜେଡି ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ନମ୍ବର 2 ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ।